हाय फैमिली मु बिसी आज एक नुआ वीडियो नहीं कि आसी होटल चारिट पुरी रो आमे आज पुरी बुलिया पे आसुचु। चलतु आमे पुरी बुली आसीबा। एटा होची आमे पुरी मेन रास्ता NH 316। ए NH रे ए सीधा जाइछि समुद्र कूलकू जगन्नाथ मंदिर स्वर्गद्वार ए रास्ता दे कि मिलिबो। चलतु आमे देखिबा। देखुचंती ये होची केते बड़ होटल समुद्र कूलकू बहुत बड़ 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 होटल अछि। आमे होटल बुकिंग करिछु चारिट होटल। चलतु आमे चारिट होटल को जीवा। एबे आमे रास्ता रे अछु। ये फोर वे बहुत सुंदर लागुछि व्यू गुडा रास्ता पूरा आमे गोटे छक पहुँची गलु। ये ट्रैफिक छक ये डाहाण को जाइछि आपनकर चारिट होटल और बाँ को जाइछि समुद्र कूलकू बड़ भी लगी। काली सकाळे आमे जय जगन्नाथ को दर्शन करिबु। जगन्नाथ दर्शन करने हेले डोरी लगी थाए। जहाँ भाग्य डोरी अच्छी से जगन्नाथ दर्शन कर आसीबो। 22 पहाच गणी गणी जीवा जय जगन्नाथ मंदिर को दर्शन करिबा। ता सहित बहुत सारा मंदिर अच्छी लक्ष्मी मंदिर शिव मंदिर एमती बहुत छोट बट मंदिर अच्छी से गुड़ा भी आम दर्शन करूँ। ठीक अच्छे आपण मैंने भी आसतु दर्शन कर जातु। ये होचंते आपनकर समुद्र कूल को पहुँची गलुणी। ता किछि बाट आगु को गले स्वर्गद्वार ता किछि बाट आगु को गले लोकनाथ मंदिर तापर जगन्नाथ मंदिर मिलिबो। ठीक अच्छे चलतु आमे एबे आमे फास्ट आम होटल को जीवा। ये बहुत बड़ बड़ होटल अच्छी। चलते आम फास्ट आम होटल को फास्ट बुलिकी आसवा। आम बेडिंग पत्र रखीदेवा तापर आम काली भोर सकाळ सकाळ दर्शन करवा। आमे एबे समुद्र कूल अच्छु। देखुं बाँ साइड सब बड़ बड़ होटल मेफेयर 5 स्टार एमती बहुत बड़ बड़ होटल अच्छी। आउ डाहाण साइड हूँ समुद्र कूल या सी बीच कह आ किछि बाट आगु गले स्वर्गद्वार रास्ता अच्छी। किंतु बहुत खुशी लगुच आमे मैंने आसीचु बुलिया पाई बहुत खुशी एवं सुलसुलिया पवन बहुत सुंदर लगुच और लोक मन को प्रबल भिड़ ता मध्य आमे अच्छू आमको भी बहुत खुशी लगुच। ठीक अच्छे आपण मन को केमिति लगुथिबो मते निहाती कमेंट करके कहिबे। आउ एते सुंदर व्यू एते सुंदर रास्ता तैयारी करछंती माने बहुत सुंदर लगुच बुलिया पे बहुत खुशी लगुच। ठीक अच्छे आमे टिके एबे बड़ दांड बुली आसीबा। आमे एबे बड़ दांड पहुँची गलुणी। देखुं बड़ दांड रे केते बड़ रास्ता
ଏବଂ ବହୁତ ସୁନ୍ଦର ଲାଗୁଛି ଏବଂ ପ୍ରୋଟୋକଲ୍ ବି ବହୁତ ସିଷ୍ଟମେଟିକ୍ ଅଛି। ଟ୍ରାଫିକ୍ ବହୁତ ସୁନ୍ଦର ଭାବରେ ଅଛି। ଆପଣମାନେ ଦେଖୁଛନ୍ତି ଏ ହେଉଛି ମେନ୍ ଟ୍ରାଫିକ୍। ଏପଟରୁ ଆପଣଙ୍କ ମନ୍ଦିର ପାଖ ହେବ। ଏଇଠୁ ଆଉ ଗାଡ଼ି ଆଗକୁ ଯାଇପାରିବନି। ସେପଟେ ପୁରା ଭିଡ଼ ଲାଗିବ, ସେଥିପାଇଁ ଗାଡ଼ି ଆଗକୁ ଯିବା ପାଇଁ ଦେଉନାହାନ୍ତି। ସିଷ୍ଟମଟି ବି ବଢ଼ିଆ ଅଛି। ଗାଡ଼ି ପାର୍କିଂ କରିବା ପାଇଁ ବି ଜାଗା ଅଛି, ଜାଗା ରଖିଛନ୍ତି। ଗାଡ଼ି ଆପଣମାନେ ସେଠି ପାର୍କିଂ କରିପାରିବେ। ତା ସହିତ ଆପଣ ତାଙ୍କରି ଗାଡ଼ି ଗୋଟେ ଚାଲୁଛି, ବସ୍ ଚାଲୁଛି ଏବଂ ଅଟୋ ବି ଚାଲୁଛି ମନ୍ଦିର ପର୍ଯ୍ୟନ୍ତ। ତାପରେ ଆପଣମାନେ ପଳେଇ ଆସିପାରିବେ ମନ୍ଦିରକୁ, ମନ୍ଦିରରେ ବୁଲିକି ଆସିପାରିବେ। ଠିକ୍ ଅଛି, ପୁଣି ଆମେ ଆଗକୁ ଯିବୁ, ଆମ ହୋଟେଲ ଆଗକୁ ଯିବୁ। ଆମ ହୋଟେଲଟା ଅନନ୍ୟ ହୋଟେଲ ପାଖରେ ଅଛି, ଚାରିଟ ହୋଟେଲ। ଠିକ୍ ଅଛି, ଆମେ ପହଞ୍ଚିଗଲୁ ଚାରିଟ ହୋଟେଲ। ଏ ଦେଖୁଛନ୍ତି କେତେ ସୁନ୍ଦର ଭାବରେ ଅଛି। ଠିକ୍ ଅଛି, ଆମେ ଏବେ ମେନ୍ ଗେଟ୍ ପହଞ୍ଚିଗଲୁ ଚାରିଟ ହୋଟେଲର। ଏଠି ଗାଡ଼ି ପାର୍କିଂ କରିବା ପାଇଁ ବହୁତ ସୁବିଧା ଅଛି। ଏ ଚାରିଟ ହୋଟେଲ ପଛପଟେ ପାର୍କିଂ ଜାଗା ଅଛି। ଆମେ ଆସିଗଲୁଣି ଚାରିଟ ହୋଟେଲ ଭିତରକୁ, ରିସେପସନ୍ ହେଇକି। ଏ ଦେଖୁଛି ସୁଇମିଂ ପୁଲ୍। କେତେ ବଡ଼ ହୋଟେଲ, ବହୁତ ସୁନ୍ଦର ଲାଗୁଛି। ଆମର ହୋଟେଲ ନମ୍ବର ଥିଲା 313। ଏଇଟା ହେଉଛି ହୋଟେଲର ବାରଣ୍ଡା, ସୁଇମିଂ ପୁଲ୍ ପାଖରେ। ଆଉ ସିଧା ରାସ୍ତା ଯାଇଛି ଆପଣଙ୍କର ସିଧା ସମୁଦ୍ର କୂଳକୁ। ଏ ବାଁ ସାଇଡ଼୍ ଦେଖୁଛନ୍ତି ଗାଡ଼ି ପାର୍କିଂ ଜାଗା, ଆଉ ଡାହାଣ ସାଇଡ଼୍ ହେଉଛି ଏଗୁଡ଼ା ସବୁ ଫୁଲର ବଗିଚା। ବହୁତ ସୁନ୍ଦର ଭାବରେ ଡେକୋରେସନ୍ କରିଛନ୍ତି। ଆଉ ଏଇ ରାସ୍ତାଟା ହେଉଛି ସମୁଦ୍ରକୁ ଲାଗିଛି। ଆପଣ ସମୁଦ୍ର ସାଇଡ଼କୁ ବୁଲିକି ଆସିପାରିବେ। ଠିକ୍ ଅଛି, ଏଇଟା ହୋଟେଲର ପଛ ସାଇଡ଼୍। କେତେ ସୁନ୍ଦର ଭାବରେ ଦେଖାଯାଉଛି, ଗୋଟେ ଡିଜାଇନ୍ ହିଁ କରିଛନ୍ତି। ଆମେ ଏବେ ହୋଟେଲ ଭିତରକୁ ଆସିଗଲୁଣି। ଦେଖୁଛନ୍ତି ହୋଟେଲରେ କେତେ ସୁନ୍ଦର ଭାବରେ ରୁମ୍ ଗୁଡ଼ା ସଜା ହେଇଛି। ସେଠୁ ଆମକୁ ଆମ ଲଗେଜ୍ ସବୁ ରୁମ୍କୁ ଦେଇ ସାରିଲୁଣି। ବହୁତ ବଡ଼ ହୋଟେଲ, ଏ ମୁଣ୍ଡରୁ ସେ ମୁଣ୍ଡ ଗୋଟେ ଦିନରେ ଯାଇକି ବୁଲି ପାରିବେ। ତ ସବୁ ହୋଟେଲ ରୁମ୍ ତ ଆମେ ବୁଲି ପାରୁନୁ, ହେଲେ ଆମ ରୁମ୍ ଖାଲି ବୁଲିବୁ। ତାପରେ ଆମେ ସମୁଦ୍ର କୂଳକୁ ଯିବୁ। ଏବେ ଟିକେ ରିସେପସନ୍ ଆଡ଼େ ଯିବା। ରିସେପସନ୍ରେ କେମିତି ଗେଷ୍ଟମାନଙ୍କୁ ୱେଲକମ୍ କରାଯାଉଛି, ଆଉ ସବୁ ଟିକେ ଦେଖିବା। ଠିକ୍ ଅଛି, ଏଇ ଆମେ ଛାତ ଉପରେ ଅଛୁ। ଛାତ ଉପରେ ଏଇଟା ହେଉଛି ସୁଇମିଂ ପୁଲ୍। ଆପଣମାନେ ସମୁଦ୍ରରୁ ଗାଧୋଇ ଆସିକି ଏଇ ସୁଇମିଂ ପୁଲ୍ରେ ଗାଧୋଇ ପାରିବେ। ଏଠି ବି ମଜାମସ୍ତି ଖେଳି ପାରିବେ। ବହୁତ ସୁନ୍ଦର ଭାବରେ ହୋଟେଲଟା ସଜବାଜ ହେଇଛି। ଏଠି ତାଙ୍କର ଗେଷ୍ଟ ଆସିଲେ ବହୁତ ରେସପେକ୍ଟ ଦିଅନ୍ତି, ଆଉ ଲଗେଜ୍ ଗୁଡ଼ା ସବୁ ରୁମ୍ରେ ଛାଡ଼ି ଦିଅନ୍ତି। ଖାଇବା ପାଇଁ ବି ସୁବିଧା ଅଛି ଏଠି। ଠିକ୍ ଅଛି, ଆମେ ଟିକେ ଏବେ ରିସେପସନ୍କୁ ଯିବା। ଆମେ ଅଲରେଡ଼ି ରିସେପସନ୍କୁ ପହଞ୍ଚିଗଲୁଣି। ଏଠି ଦେଖୁଛନ୍ତି କେତେ ସୁନ୍ଦର ସୁନ୍ଦର ଡେକୋରେସନ୍ କରିଛନ୍ତି। ଏଇଟା ହେଉଛି ଆପଣଙ୍କର ୱେଟିଂ ହଲ୍, ବସିପାରିବେ। ଆଉ ସେପଟେ ହେଉଛି ଆପଣଙ୍କର ଡିଲ୍ କରିପାରିବେ ହୋଟେଲରେ। ଆଉ ବହୁତ ସୁନ୍ଦର ଲାଗୁଛି। ସବୁଆଡ଼େ AC ଅଛି। ଆପଣ ଜାଣିପାରିବେନି ମୁଁ ଖରାରେ ବସିଛି କି ବାହାରେ ବସିଛି। ବହୁତ ସୁନ୍ଦର ଭାବରେ AC ବେଶୀ ଥଣ୍ଡା ବି ନୁହଁ କି ବେଶୀ ଗରମ ବି ନୁହଁ, ବଢ଼ିଆ ଲାଗୁଛି।
ଦେଖୁଛନ୍ତି କେତେ ବଡ଼ ବଡ଼ ସୋଫା ଗୁଡ଼ା ବି ଅଛି। ଆଉ ବାହାରେ ପୁରା ଗ୍ରୀନ୍ ଗାର୍ଡ଼େନ୍ କରିଦେଇଛନ୍ତି। ଠିକ୍ ଅଛି, ଆମେ ଟିକେ ଏବେ ରୁମ୍ ଆଡ଼କୁ ଯିବା। ରୁମ୍କୁ ପୁରା ଡାକରା ପହଞ୍ଚିଗଲାଣି। ଇଏ ରୁମ୍ ଆମକୁ ଦେଖେଇବେ ସବୁ ବେଡ଼ିଂ ପତ୍ର ରଖିବା ପାଇଁ। ଏବେ ଆମେ ସମୁଦ୍ର କୂଳକୁ ଆସିଯାଇଛୁ। ଚାଲି ଚାଲି ଯାଉଛୁ ସମୁଦ୍ର ସାଇଡ଼କୁ। କେତେ ସୁନ୍ଦର ଲାଗୁଛି, ବହୁତ ସୁନ୍ଦର। ସୁଲସୁଲିଆ ପବନ ଦେଉଛି, ଥଣ୍ଡା ଥଣ୍ଡା, ମନ ପୁରା ଖୁସି, ପୁରା ମନ ଆନନ୍ଦ। ଦେଖୁଛନ୍ତି ଏ ସମୁଦ୍ର କୂଳରେ ବହୁତ ସୁନ୍ଦର ଭାବରେ ଗଛ ବି ଲଗା ହେଇଛି। ଏଇଟା ସମୁଦ୍ର ପାଣି ରହିକି ସଫା ହେଇଯାଇଛି। ସେ ଚାରି ସାଇଡ଼ରେ କ'ଣ ଗୋଟେ ବୁଦା ଗଛ ଗୁଡ଼ା ଅଛି, କିନ୍ତୁ ବହୁତ ଭଲ ଲାଗୁଛି, ବହୁତ ସୁନ୍ଦର ଯେମିତି ଡେକୋରେସନ୍ କରିଛନ୍ତି। ଆଉ ଆମେ ବି ଆଗେଇ ଯାଉଛୁ, ଆପଣମାନଙ୍କୁ ଟିକେ ଦେଖେଇବୁ ସମୁଦ୍ର ଭିଉ ନ ଦେଖିଲେ ଆପଣମାନେ କି ମୋତେ ବି ଖୁସି ଲାଗୁନି। ପୁରୀ ଆସିଛୁ ମାନେ ସମୁଦ୍ର ବୁଲିବାକୁ ହିଁ ଯିବୁ, ସମୁଦ୍ରରେ ଗାଧେଇବୁ, ଆଉ ଶ୍ରୀ ଜଗନ୍ନାଥକୁ ଦର୍ଶନ କରିବୁ। ଏଇଟା ହେଉଛି ଆମର ମାନଙ୍କର ତୀର୍ଥସ୍ଥାନ, ଦର୍ଶନୀୟ ସ୍ଥାନ, ବହୁତ ସ୍ଥାନ। ଆମେ ଏ ସମୁଦ୍ର କୂଳକୁ ପହଞ୍ଚିଗଲୁଣି। ଦେଖୁଛନ୍ତି କେତେ ବଡ଼ ବଡ଼ ଢେଉ ଆସୁଛି, ସୁଲସୁଲିଆ ପବନ ଦେଉଛି, ବଡ଼ ବଡ଼ ଢେଉ ପୁରା ଗୋଡ଼ ପାଖକୁ ଆସିଯାଉଛି, ବହୁତ ସୁନ୍ଦର ଲାଗୁଛି। ଆଉ ଲୋକ ତ ଏଇଠି ଏତେ ନାହାନ୍ତି, କାହିଁକି ନା ଆମେ ଏବେ ସନ୍ଧ୍ୟାବେଳେ ବୁଲିବା ପାଇଁ ଆସିଛୁ, ତ ସେଥିପାଇଁ ଲୋକ ଏତେ ଦେଖାଯାଉନାହାନ୍ତି। ପୁରୀରେ ଆପଣମାନେ ସକାଳୁ 8ଟାରୁ 9ଟା ଦେଖିବେ ବହୁତ ଲୋକ ଏଠି ଗାଧେଇନ୍ତି, ବହୁତ ଖୁସି କରନ୍ତି। ଏଠି ଗୋଟେ କଛିମ ମରିଛି ନା କ'ଣ, ବହୁତ ବଡ଼ କଛିମ ଥିଲା, ଏ ମରିକି ପୁରା ଶୁଖିଯାଇଛି, ଡାଙ୍ଗ ଯେଉଁ ବନିଯାଇଛି। ଆମେ ତାକୁ ଟିକେ ଦେଖିଦେଲୁ। କେବେ ମରିଛି, ବହୁତ ଦିନ ପୂର୍ବରୁ ମରିଥିବ। ବଡ଼ ବଡ଼ କଛିମ ଗୁଡ଼ା ସବୁ ସମୁଦ୍ର ଭିତରେ ଅଛନ୍ତି। ଢେଉ ଦ୍ୱାରା ଏମାନେ ବାଡ଼େଇ ମରିଯାଆନ୍ତି। ସେ କୂଳକୁ ଆସିଲେ ଆଉ ଭିତରକୁ ପଶି ପାରନ୍ତିନି, କାହିଁକି ନା ଢେଉ ବାହାରକୁ ହିଁ ପେଲୁଥାଏ। ଠିକ୍ ଅଛି, ଆସନ୍ତୁ ଆଗକୁ। କେତେ ସୁନ୍ଦର ପାଣି ଦେଖାଯାଉଛି, ଦିଲ୍ ଖୁସ୍ ହେଇଗଲାଣି ସମୁଦ୍ରର ଢେଉ ଦେଖି। ଆଉ ଏପଟେ ସୁଲସୁଲିଆ ପବନ ବହୁତ ସୁନ୍ଦର ବହୁଛି। ଦେଖୁଛନ୍ତି କେତେ ସୁନ୍ଦର ଢେଉ ଆସୁଛି, ପାଣି ପୁରା ଫେଣ ହେଇଯାଉଛି। ପୁଣି ପାଣିକୁ ଯଦି ହାତକୁ ନେଇଯାଉଛି, ପାଣି ବହୁତ ସଫା, ବହୁତ କ୍ଲିନ୍। ଠିକ୍ ଅଛି, ପୁଣି ଆମେ ଆଗକୁ ଯାଉଛୁ। ଏବେ ସନ୍ଧ୍ୟା ହେଇଗଲାଣି, ସବୁଆଡ଼େ ଲାଇଟ୍ ଜଳି ସାରିଲାଣି। ଠିକ୍ ଅଛି, ଆମେ ଏବେ ଆମ ହୋଟେଲକୁ ଫେରୁଛୁ। ଦେଖୁଛନ୍ତି ହୋଟେଲରେ ଯିବା ରାସ୍ତାରେ ବହୁତ ସୁନ୍ଦର ଭାବରେ ଲାଇଟ୍ ବି ଡେକୋରେସନ୍ କରିଛନ୍ତି, ବହୁତ ସୁନ୍ଦର ଲାଗୁଛି। ଏଠି ଆପଣଙ୍କୁ ଟିକେ ବି ଡର ଲାଗିବନି, ବହୁତ ଖୁସି ଲାଗିବ। ଖୁସିରେ ଆପଣ ସମୁଦ୍ର ସାଇଡ଼ରୁ ବୁଲିକି ଆସିପାରିବେ। ସେପଟେ ବସିବା ପାଇଁ ବି ଅଛି, ସେଠି ଆପଣମାନେ ବସିକି ସମୁଦ୍ର କୂଳର ଆନନ୍ଦ ଉଠାଇ ପାରିବେ। ଠିକ୍ ଅଛି, ଆମେ ପୁଣି ଆଗକୁ ନେଇକି ଯାଉଛୁ ଆପଣମାନଙ୍କ ପାଇଁ।
କେମିତି ଲାଗିଲା ଏହି ସୌନ୍ଦର୍ଯ୍ୟ 4 ସିଟ୍ ହୋଟେଲ। ଦେଖୁଛନ୍ତି କେତେ ବିରାଟ ବଡ଼ ହୋଟେଲ। ଠିକ୍ ଅଛି, ବାଏ ବାଏ, ରଖୁଛି ପୁଣି